ବୁଲୁ ବାବୁ ତୁଷାରକାନ୍ତ ଏ ଦୁଇ ମୂର୍ତ୍ତି ଆମକୁ ଏଠି ଡାକିଥିଲେ। ତେଣୁକରି ସେ ନିମନ୍ତ୍ରଣ କରି ଡକେଇଥିଲେ ଯେ ଆମେ ଗୁରୁଜନ ମାନଙ୍କୁ ଆଜି ପୂଜା କରିବୁ, ଗୁରୁଜନ ମାନଙ୍କୁ ସେବା କରିବୁ, ଗୁରୁମାନଙ୍କୁ ଆମେ ଦର୍ଶନ କରିବୁ। ତେଣୁକରି ଏଇ ଯେଉଁ ଦେଶେ ଏଇ ଅଞ୍ଚଳବାସୀର ବାଙ୍କିର ନିର୍ବାଚନ ଯେତେ ଅଞ୍ଚଳବାସୀ, ଯେତେ ଶିକ୍ଷକ, ଯେତେ ଗାୟକ, ଯେତେ ସାଧୁସନ୍ଥ ଅଞ୍ଚଳରେ ଥିଲେ ସମସ୍ତେ ଉପସ୍ଥିତ ହୋଇଥିଲେ। ତେଣୁକରି ସମସ୍ତେ ଆଜି ଆନନ୍ଦ ଉତ୍ସବରେ ଯିଏ ଯାହାର ସବୁ ଗୁରୁବାଣୀ ସମସ୍ତେ ଉପଦେଶ ଦେଲେ, ଆମେ ମଧ୍ୟ ଆସିଥିଲୁ କିଛି ଉପଦେଶ ଦେଲୁ। ତେଣୁକରି ଏଇ ଜଗତ ଭଗତର ସମସ୍ତର କିପରି ମଙ୍ଗଳ ହେବ, ବିଶ୍ୱ ବ୍ରହ୍ମାଣ୍ଡ କିପରି ରକ୍ଷା ହେବ, ଜନପ୍ରାଣୀମାନେ କିପରି ସଚେତନ ହେବେ, ବିଦ୍ୱାନମାନେ କିପରି ବିଦ୍ୟା ପଢ଼ିବେ, କିପରି ଆମ ନରନାରୀମାନେ ଏଇଟା ସଚେତନ ହୋଇକରି ମଦ ମାଂସ ଦୂର କରିବେ, ଆଉ ସମସ୍ତେ କିପରି ପ୍ରଭୁଙ୍କୁ ଶରଣାପନ୍ନ ହେବେ, ଏଇ ବିଷୟରେ ସବୁ কথୋପକଥନ ହେଲା। ଗୁରୁ ବ୍ରହ୍ମ ମହିମାରେ ପ୍ରଭୁ ଦୟା କର। ଭାରତୀୟ जनता पार्टी बांकी शाखा तरफ जो गुरु पूजन व्यवस्था आह्वान करा आज तमाम बांकीर गुरुजन माने साधु सन्थ माने समस्ते आसी एटी आशीर्वाद पूर्वक पहुँची से आमे समस्त साधु सन्थ मानक धन्यवाद अर्पण करुँ, पाद तले नथानत प्रणाम जनाऊँ। ये प्रोग्राम गोटे भव्य प्रोग्राम देखु, भारतीय जनता पार्टी साधु सन्यासी मानकर दल, त्याग तपस्यार दल आज बांकीमेटरे ये जो साधु सन्यासी मैंने आज ये उपविष्ट हेले से प्रमाण करदेले कि भारतीय जनता पार्टी निश्चित भाव में साधु सन्यासी मानकर दल एवं त्याग एवं तपस्यार दल। ये आज्ञा समस्त वर्गर गुरु देखु, जो मैंने शिक्षक अच्छा रिटायर्ड अच्छा, जो मैंने शिक्षादान कर आज हजार हजार छात्र छात्री उतारी से डक जा पाला गायन मैंने शिक्षादान अच्छा से डक जा जो मैंने साधु सन्यासी विभिन्न मठ मंदिर मानक सबु समय साधारण लोक मानकर मंगल कामना करने शिक्षा प्रदान कर डक जा। सबुठ बड़ कथा महंत मानक आज आउट करा उपस्थित थे, सदा बाबा थे, आमर निमी बाबा मठर मठाधीश थे, समस्ते ये आज उपस्थित थे। बहुत खुशी माहौल आज ये बनी। देखु आपण देखिए सिनेमार स्क्रीन गोटे सिनेमा चलुँ, से सिनेमार प्रच्छद पटर नायक थे डायरेक्टर। ये जो संसार रूपक सिनेमा ये चलुँ, ये सिनेमार प्रच्छद पटर डायरेक्टर होती साधु सन्यासी मान। तेणु से आह्वान करी चरणाश्रित हवा ये गोटे बहुत बड़ बांकीवासी शुभ सूचना। बुलू भाई जो सुंदर आयोजन करते गुरु वंदना कार्य, ये हूँ बहुत महिमा योग्य कथा। गुरु को जे चिन्ही पारी, गुरु को जे बुझी पारी, सी निजे जड़े गुरु अटंती। तेणु बहुत आशीर्वाद सद्गुरु परमात्मा रहिबो। मु सारा समाज को यह वार्ता देवी जे गुरु सी जे समस्त को उचित दिशा आउ दीक्षा दिए, उचित मार्ग प्रदर्शन करे एवं श्रेष्ठ संस्कार दे थाए। सी हूँ प्रकृत गुरु जे समस्त को निजर करें, आपणार करें एवं समस्त को सुख देवार कर्म करे। गुरु केवल पाठ पढ़ार आसेनी, गुरु केवल दीक्षा देवार आसेनी। गोटे दिन जे जहाँ को शिक्षा दिए सी भी गुरु बनी जाए। तेणु ए संसार आम समस्ते जड़े जड़े गुरु, परमपिता परमात्मा सद्गुरुंकर संतान। ये वार्ता आज गुरु पूर्णिमा रे समस्ते स्वीकार करने आवश्यक। ओम शांति। गुरु विष्णु विधि बम देव मोर गुरु, परम ब्रह्म परम धाम सर, गुरु सर्वस्व मोन्य नाही केहि, अन्य नाही केहि, गुरु कृपाहि, गुरु कृपाहि, गुरु कृपाहि केवल भिक्षा एहि, गुरु कृपा।
ପାହି ଗୁରୁ କୃପାହି। ଆଖି ଜନ୍ମରୁ ଆଖି ଖୋଲିବା ଠାରୁ ଆଖି ବୁଝିବା ପର୍ଯ୍ୟନ୍ତ ଜୀବନର ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ଆବଶ୍ୟକତା ଅଛି, ଯିଏ ଆମକୁ ବାଟ କଢ଼େଇ ଆଗକୁ ନିଅନ୍ତି, ଆମ ଜୀବନ ସଫଳ କରାନ୍ତି। ଆମ ଯେହେତୁ ସନାତନୀ ଅଛେ, ତେଣୁ ଆମ ସମସ୍ତ ଶାସ୍ତ୍ର ପୁରାଣର ମୁଖ୍ୟତଃ ଯେ ଅଧିକାଂଶ ଶାସ୍ତ୍ର ପୁରାଣ ଲେଖିଛନ୍ତି ଆମର କୃଷ୍ଣ ଦପାୟନ ଭଗବାନ ବ୍ୟାସଦେବ, ତାଙ୍କର ଆଜି ଜନ୍ମ ଜୟନ୍ତୀ। ତାଙ୍କ ଜନ୍ମଦିନଟାକୁ ଗୁରୁ ଦିବସ ଭାବରେ, ଗୁରୁ ପୂଜନ ଭାବରେ ପାଳନ କରାଯାଉଛି। ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଗୁରୁ ପୂଜନରେ ଯୋଗ ଦେଇଛି। ଆମର ବିଭିନ୍ନ ଧର୍ମ ଅନୁଷ୍ଠାନ ଗୁରୁ ପୂଜନ କାର୍ଯ୍ୟକ୍ରମ ଯୋଗ ଦେଇଛି। କୌଣସି ରାଜନୈତିକ ଦଳର ଗୁରୁ ପୂଜନରେ କେବେ ଯୋଗ ଦେଇ ନଥିଲି, ଆଜି ଯୋଗ ଦେଇଛି। ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି, ଯିଏକି ଦେଶକୁ ସୁଶାସନ ଦେବାର ମାନସିକତାରେ ଆଗକୁ ଯିବା ଦରକାର, ସେଇ ଦଳ ଆଜି ଯେଉଁ କାର୍ଯ୍ୟକ୍ରମ କରିଛି, ସେଥିପାଇଁ ତାକୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଏବଂ ମହର୍ଷି ବେଦବ୍ୟାସଙ୍କର ଜନ୍ମତିଥି ଅବସରରେ ଆମେ ବାଙ୍କିରେ ଆଜି ଗୁରୁ ପୂଜନ କାର୍ଯ୍ୟକ୍ରମ କରିଥିଲୁ। ବିଭିନ୍ନ ଅନୁଷ୍ଠାନର ଧର୍ମାବଲମ୍ବୀ, ଶିକ୍ଷାଗୁରୁ ହୁଅନ୍ତୁ, ଯୋଗଗୁରୁ, ବିଭିନ୍ନ ଅନୁଷ୍ଠାନ ଆଜି ମଠାଧୀଶ ମହନ୍ତ ମହାରାଜମାନଙ୍କୁ, ବାଙ୍କିଗଡ଼ର ରାଜା ସାହେବ, ବାଙ୍କିର ରାଜଗୁରୁ ସମସ୍ତଙ୍କୁ ଆଜି ଆମେ ଆମନ୍ତ୍ରିତ କରିଥିଲୁ ଯେ 365 ବର୍ଷକ 12 ମାସ ଆମେ ରାଜନୈତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆମେ କରୁଛେ, କିନ୍ତୁ ପ୍ରକୃତରେ ଯେଉଁମାନେ ବିଗତ ଇତିହାସକୁ ପଦକୁ ଉଠେଇବେ, ଏବେର ଯୁବ ସମାଜ, ଛାତ୍ର ସମାଜକୁ ଅନ୍ଧାରକୁ ଆଲୋକ ଦେଖେଇବାର ଯେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି, ଆଜି ସେଇମାନଙ୍କୁ ଆଜି ଆମେ ପୂଜା କରୁଥିଲୁ ଗୁରୁ ପୂଜନ କାର୍ଯ୍ୟକ୍ରମରେ। ଆଉ ନିଶ୍ଚିତ ଭାବରେ ଇଏ ସାରା ବାଙ୍କି ନୁହେଁ, ଓଡ଼ିଶାକୁ ଏକ ନୂତନ ଦିଗ୍ଦର୍ଶନ ନେବ। ଏ ବାଙ୍କି ଅଞ୍ଚଳରେ ଆମେ ବାହାରେ ତାକୁ ନିମନ୍ତ୍ରଣ କରିଥିଲୁ। ଆମ କଳାପଥ ଠାରୁ ବାରମ୍ବ ପର୍ଯ୍ୟନ୍ତ ଗୁରୁମାନଙ୍କୁ ଆମେ ଯିଏ ଯେଉଁଥିରେ ଗୁରୁ ମାନଙ୍କୁ ଆମେ ଏଠି ଉପସ୍ଥିତ ଅଛନ୍ତି, ସେମାନଙ୍କୁ ଆମେ ସାଦରରେ ଆମେ ନିମନ୍ତ୍ରଣ କରିଛୁ। ଆଜି ଦେଖିଥିବେ ଯେଉଁଭଳି ଭାବରେ ଆଜି ଉତ୍ସାହ ବୃଦ୍ଧି ପାଇଛି, ଆଉ ବିଭିନ୍ନ ବର୍ଗର ଗୁରୁମାନଙ୍କର ଯେଉଁଭଳି ଭାବରେ ଆନନ୍ଦ, ଏବଂ ତାଙ୍କୁ ଉଚିତ ସମ୍ମାନ ଦେବା ପାଇଁ, ଉଚିତ ତାଙ୍କ ପ୍ରତି ଆମେ ଯେଉଁ ଆଶୀର୍ବାଦ ନେବା ପାଇଁ ଆଜି ଆମେ ସେ ସୁଯୋଗ ପ୍ରାପ୍ତ।